ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରରେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ମହତ୍ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 3 ଅଧ୍ୟାୟର 7 ପଦରେ ଆମମାନେ ଏହିପରି ପାଠ କରୁ, କିନ୍ତୁ ଫାରୁସୀ ଓ ସାଧୁକୀମାନଙ୍କ ମଧ୍ୟରୁ ଅନେକ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମମାନଙ୍କୁ ଚେତନା ଦେଲା? ଲୋକମାନେ ଯେପରି ପାପମୟ ଜୀବନ ପରିତ୍ୟାଗ କରି ଈଶ୍ୱରଙ୍କ ନିକଟରେ ଏକ ସମର୍ପଣର ଜୀବନ ଯାପନ କରିବେ, ତାହା ଯୋହନ ଘୋଷଣା କରି କହୁଥିଲେ। ଅନେକ ଫାରୁସୀ ଓ ସାଧୁକମାନେ ମଧ୍ୟ ବାପ୍ତିସ୍ମ ନେବା ନିମନ୍ତେ ତାହାଙ୍କ ନିକଟକୁ ଆସିଲେ। ଫାରୁସୀମାନେ ନିଜକୁ ବଡ଼ ଭକ୍ତ ବୋଲି ପ୍ରକାଶ କରୁଥିଲେ, ମାତ୍ର ସବୁକିଛି ଲୋକଙ୍କ ପ୍ରଶଂସା ଓ ଦେଖାଣିଆ ନିମନ୍ତେ ଥିଲା। ସାଧୁକମାନେ ସାମାଜିକ ଉଚ୍ଚ ପଦାସୀନ, ସନ୍ଦେହବାଦୀ ତଥା ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡ଼ିକୁ ଅସ୍ୱୀକାର କରୁଥିବା ଲୋକ ଥିଲେ। ଆଜି ମଧ୍ୟ ଏହିପରି ସ୍ୱଭାବ ଆମେ ଆମଠାରେ ଦେଖିପାରୁ, ଯେଉଁଠି ଆମେ ନିଜକୁ ଏକ ନାସ୍ତିକ ଭାବେ ଦେଖିପାରୁ କିମ୍ବା ଈଶ୍ୱରଙ୍କ ଜ୍ଞାନ ସମ୍ବନ୍ଧରେ ଅଜ୍ଞ ଥିବା ଆମେ ନିଜକୁ ପାଇପାରୁ। ଯୋହନ ସେମାନଙ୍କୁ କାଳସର୍ପର ବଂଶ ବୋଲି ସମ୍ବୋଧନ କଲେ, ତେବେ ଆମ ସମ୍ବନ୍ଧରେ ଏହା ପ୍ରଯୁଜ୍ୟ ହୋଇ ନପାରେ କି? ଏହିପରି ଲୋକଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ସେହି ବିଚାରର ଦିନରେ ପ୍ରକାଶ ପାଇବ, ଆଉ ସେ ସେମାନଙ୍କୁ ନରକର ଦଣ୍ଡ ଭୋଗ କରିବାକୁ ଆଜ୍ଞା ଦେବେ। ମନୁଷ୍ୟକୁ ଏହି ଦଣ୍ଡରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ଜଗତରେ ଦେହବନ୍ତ ହେଲେ। ଆମ ବଦଳରେ ଆମର ଦଣ୍ଡ ସେ କ୍ରୁଶରେ ବହନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ଜୀବନରେ ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରେ, ସେ ଈଶ୍ୱରଙ୍କ କ୍ରୋଧ ଓ ଦଣ୍ଡରୁ ରକ୍ଷା ପାଏ। ଆପଣ ମଧ୍ୟ ମନ ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ବିଶ୍ୱାସ ଦ୍ୱାରା ଯେପରି ଈଶ୍ୱରଙ୍କ କ୍ରୋଧ ଓ ଦଣ୍ଡରୁ ରକ୍ଷା ପାଆନ୍ତି, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।